गुड मॉर्निंग स्टूडेंट्स। जी जॉइन करছো ନିଜର ଚାଟ୍ ବକ୍ସରେ ରୋଲ ନମ୍ବର ଟାଇପ କରିଦବ। ପ୍ରିଭିୟସ୍ କ୍ଲାସରେ ପଢିଥିଲେ କେମିତି ବାଲାନ୍ସ ସିଟ୍ ପ୍ରିପେୟାର କରୁଛେ। ବାଲାନ୍ସ ସିଟ୍ର ମିନିଂ କଣ ବୁଝିଥିଲେ କି ଏଇଟା ଗୋଟେ ପୋଜିଶନାଲ ଷ୍ଟେଟମେଣ୍ଟ କେମିତି ତାର ଡେଫିନେସନ ଇମ୍ପୋର୍ଟାନ୍ସ ବି ପଢିଥିଲେ। ଆଉ ଫିଚର ସବୁ କଣ କଣ ଅଛି ବାଲାନ୍ସ ସିଟ୍ରେ, ତାପରେ ଏଇଟା କେମିତି ଆମେ ପ୍ରିପେୟାର କରୁଛେ ସେଇଟା ବି ପଢିଥିଲେ। ଏଇଟା ଆମ ପାଇଁ ଗୋଟେ କୋଶ୍ଚିନ୍ ଥିଲା ଯାହାକୁ ଆମକୁ ସର୍ଟ ଆଉଟ୍ କରିବାର ଥିଲା, ଯେତିକି ଆମକୁ ଟ୍ରେଡିଂ ଆଣ୍ଡ ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟ ଆଉ ତାପରେ ବାଲାନ୍ସ ସିଟ୍ ଡ୍ରାଫ୍ଟ କରିବାର ଥିଲା। ଏଇଟା ଆମର ତାର ବାଲାନ୍ସ ସିଟ୍ର ସ୍ପେସିମେନ୍ ଟା ପଢିଥିଲେ। ଏଇଟା ଥିଲା କୋଶ୍ଚିନ୍ ଆମର କି ଆମେ କୋଉ ଆଇଟମ କୋଉ ସବୁଥିରେ ନେଇ ପକେଇବା। ଆଉ ଆମେ ସବୁତକ ଡେବିଟ୍ ସାଇଡ୍ ର ସବୁତକ ବାଲାନ୍ସ ପକେଇ ଦେଇଥିଲେ। ତ ଦେଖ ମୁଁ ଆଉଥରେ କହିଦଉଛି, ସର୍ଟରେ କହିଦଉଛି, ତାପରେ ଆମେ ତାପରେ ଯୋଉଠି ଥିଲେ ଆମେ ସେଠି ଷ୍ଟାର୍ଟ କରିବା। ଫାର୍ଷ୍ଟ ଆସିଲା ଗୁଡୱିଲ୍। ଗୁଡୱିଲ୍ ଆମ ପାଇଁ ଗୋଟେ ଆସେଟ୍। ଓକେ, ଯେହେତୁ ଆସେଟ୍ ତାକୁ ପ୍ରଫିଟ୍ ତାକୁ ବାଲାନ୍ସ ସିଟ୍ ର ଆସେଟ୍ ରେ ଶୋ କରୁଛେ ଗୁଡୱିଲ୍। ଆମେ ତ ସ୍ପେସିମେନ୍ ସିନା କରିଥିଲେ କେମିତି ଏଇଟା ଟ୍ରାଏଲ ବାଲାନ୍ସ ଫାର୍ଷ୍ଟ ଆମକୁ କୋଶ୍ଚିନ୍ ଦେଇଥିବ, ତାପରେ ଆମେ ତାକୁ କେମିତି ट्रेडिंग अकाउंट बनैबा। ट्रेडिंग अकाउंट फॉर द ईयर एंडेड 31 मार्च। तापरे डेबिट पटे क्रेडिट पटे एठी पर्टिकुलर्स अमाउंट, पर्टिकुलर्स अमाउंट किछि इनर कॉलम भी गोटे रखिथिबो, कारण केतले परचेज रिटर्न होउची कि हम किछि लेस करे अछि कि सेल्स एंड होची सेल्स रिटर्न हेची, तेथरो हम किछि माइनस करे पड़ो। तो इनर कॉलम गोटे रखिथिबो, अमाउंट रो दुईटा कॉलम एठी रखि देथिबो। ओके, सेमती ट्रेडिंग रो भी सेमती बनैथिले पर्टिकुलर्स अमाउंट, पर्टिकुलर्स अमाउंट एटा गोटे इनर कॉलम रखा हेची। डेबिट और क्रेडिट, डेबिट साइड पटे डेबिट रो जहा सब बैलेंस रहइबो, क्रेडिट पटे क्रेडिट रो सब पकेइबो। तापरे बैलेंस शीट हमर गोटे स्टेटमेंट जहा कि हमर केते एसेट केते लायबिलिटी अछि जणाई। तो सेमती लायबिलिटी एसेट साइड दीटा साइड और अमाउंट और अमाउंट गोटे इनर कॉलम बनेबो, जोटा कि तुमको हेल्पफुल हो कि ऐड तल करछो ऐड करके सेपटे पकेइ पे। ओके, ओरिजिनल अमाउंट साइड रे पकेइ पे। तो देखो क्वेश्चन टा मु कहि दिथि गुडविल हैला 5000। तो हम पे गोटे एसेट, तो हम ताको बैलेंस शीट रो एसेट रे पकेइचे गुडविल। गुडविल ले 5000। ओके, तापर आसिला लोन टू वाई। हमें वाई को लोन देइचे, तो हमें तो देइचे हम पे एटा कोन हबो वन टाइप ऑफ इनकम रो एसेट कि हम तो देइचे हम से पैसा ताटू पाइबा। तो लोन टू वाई गोटे एसेट साइड पड़ला 7000। बुझी होची। तापर देखो नेक्स्ट बुझिया, हमर थिला डेप्रिसिएशन। डेप्रिसिएशन हेले हम पे गोटे प्रॉफिट एंड लॉस रो सेटा गोटे लॉस, जो हम एसेट को हम डिक्रीज करछे, एसेट रो वैल्यू को डिक्रीज करछे। तो डेप्रिसिएशन हमर कोठी छिबो प्रॉफिट एंड लॉस रो डेबिट साइड रे जिबो। देखो प्रॉफिट एंड लॉस रे टू डेप्रिसिएशन पड़छि, टू डेप्रिसिएशन 3000। ओके, तापर देखो नेक्स्ट करिया, आसिला मेशिनरी। मेशिनरी 5900। मेशिनरी हेले कोन होछि, मेशिनरी टा कोन एटा हम पे गोटे एसेट। तो बैलेंस शीट रो एसेट पटे नहीं पकाओ। देखो मेशिनरी 5900 पड़िला। नेक्स्ट रिपेयर्स, आमर किसी रिपेयर करछि किछि मेशिनरी को कि जहाँ भी रिपेयर हेछि 550, तो एटा हम पे गोटे एक्सपेंसेस। तापर आसला रेंट, रेंट 1400, एटा भी हम पे गोटे एक्सपेंसेस। आ ए दीटा इनडायरेक्ट खर्च।
ଆମେ ତାକୁ ପ୍ରଫିଟ୍ ଆଣ୍ଡ ଲସ୍ ରେ ପକେଇବା। ରିପେୟାର୍ସ 550 ଆଉ ରେଣ୍ଟ 1400। ଚାଲ ଦେଖ, ରିପେୟାର୍ସ 550 ଆଉ ରେଣ୍ଟ 1400 ଟଙ୍କା ପଡିଲା। ନେକ୍ସଟ ନେକ୍ସଟ ଅଛି ମ୍ୟାନୁଫ୍ୟାକ୍ଚରିଂ ଏକ୍ସପେନ୍ସେସ୍। ଏଇଟା କଣ କହୁଛି? 1800 ଟଙ୍କା। ମ୍ୟାନୁଫ୍ୟାକ୍ଚରିଂ ଏକ୍ସପେନ୍ସେସ୍ ମାନେ ଆମର ଡାଇରେକ୍ଟ ଏକ୍ସପେନ୍ସେସ୍। ଯେତେବେଳେ ଆମର ମାନେ ଏଇଟା କୋଉ ଏକ୍ସପେନ୍ସେସ୍ ଗୋଟେ ଟ୍ରେଡିଂ ଆକାଉଣ୍ଟ ର। ଇନଡାଇରେକ୍ଟ ହେଲେ ଆମେ ପ୍ରଫିଟ୍ ଆଣ୍ଡ ଲସ୍ ନବା, କିନ୍ତୁ ଏଠାରେ କିଛି ଡାଇରେକ୍ଟ ଏକ୍ସପେନ୍ସେସ୍ ହଉଛି ମାନେ ପ୍ରଡକ୍ସନ ଜିନିଷଟା ତିଆରି କରିବା ବେଳେ ଯୋଉଟା ଖର୍ଚ୍ଚ ହଉଛି ଏଇଟା ଆମର ଡାଇରେକ୍ଟ ଏକ୍ସପେନ୍ସେସ୍। ତ ମ୍ୟାନୁଫ୍ୟାକ୍ଚରିଂ ଟା ଡାଇରେକ୍ଟ ଏକ୍ସପେନ୍ସେସ୍ ଗୋଟେ, ତ ଟ୍ରେଡିଂ ଆକାଉଣ୍ଟ ରେ ମ୍ୟାନୁଫ୍ୟାକ୍ଚରିଂ ଏକ୍ସପେନ୍ସେସ୍ ପକେଇବା। ଦେଖ, ଟୁ ମ୍ୟାନୁଫ୍ୟାକ୍ଚରିଂ ଏକ୍ସପେନ୍ସେସ୍ 1800। ତ ଏଠି ଟ୍ରେଡିଂ ଆକାଉଣ୍ଟ ତମେ କରିବ ସବୁବେଳେ ଓପନିଂ ଷ୍ଟକ୍ କେତେ ଅଛି, ପରଚେଜ କେତେ ହେଇଛି ସେଥିରୁ ଷ୍ଟାର୍ଟ କରିବା କଥା। ତ ତିନିଟା ଲାଇନ ଛାଡିକି ତମେ ଯାହା ବି ଏକ୍ସପେନ୍ସେସ୍ ଅଛି ବୁକ୍ କରିବ। ଟୁ ମ୍ୟାନୁଫ୍ୟାକ୍ଚରିଂ ଏକ୍ସପେନ୍ସେସ୍ ସେଥିପାଇଁ ତିନିଟା ଚାରିଟା ଲାଇନ ଛାଡିକି କରାଯାଇଛି 1800 ଟଙ୍କା। ତାପରେ ଦେଖ, ବ୍ୟାଙ୍କ ବ୍ୟାଙ୍କ ହେଲା 1500। ବ୍ୟାଙ୍କ ମାନେ ଆମ ପାଇଁ ଗୋଟେ ଆସେଟ। ଚାଲ ବାଲାନ୍ସ ସିଟ୍ ର ଆସେଟ ସାଇଡ ରେ ପକେଇବା। ଦେଖ, ବ୍ୟାଙ୍କ 1500 ଟଙ୍କା ପଡିଛି। ନେକ୍ସଟ ଆସିଲା ଡେଟର 7400। ଡେଟର ମିନ୍ସ ଆମକୁ ଏତିକି ଟଙ୍କାରୁ ଆମେ ସେଲ କରିଛି, ଆମକୁ ଆମର ଯିଏ ସେଲ ଆମର ଯିଏ ନେଇଛି ଆମଠୁ, ଆମର ଯିଏ କଷ୍ଟମର, ସେ ଆମକୁ ଏତିକି ଟଙ୍କା ବାକିରେ ନେଇଛି, ବାକିରେ ସେଲ ହେଇଛି। ତ 7400 ଆମେ ତାଠୁ ରିଟର୍ନ ପାଇବାର ଅଛି। ତ ଡେଟର ଆମ ପାଇଁ କଣ ହେଲା, ଗୋଟେ ଆସେଟ ହେଇଗଲା, ଆମକୁ ପାଇବାର ଅଛି। ଚାଲ ଆସେଟ ପଟେ ପକାଅ। ଡେଟର 7400। ଓକେ, ତାପରେ ଦେଖ ଆସିଲା ୱେଜେସ୍। ୱେଜେସ୍ 6000। ମୁଁ କହିଥିଲି ଯେ ୱେଜେସ୍ ର ଟପିକ ଆସିବ, ମଜୁରିଆ ଯୋଉମାନେ ସେମାନଙ୍କୁ ଜାଣିବ ଡାଇରେକ୍ଟ ଏକ୍ସପେନ୍ସେସ୍, ଏଇଟା ଟ୍ରେଡିଂ ରେ। ଯଦି ସାଲାରୀ ହବ ତା ଆଡମିନିଷ୍ଟ୍ରେଟିଭ ଏକ୍ସପେନ୍ସେସ୍, ସେଇଟା ପଡିବ ପ୍ରଫିଟ୍ ଆଣ୍ଡ ଲସ୍ ରେ। ତ ୱେଜେସ୍ ଟା ଡାଇରେକ୍ଟ ଆଉ ସାଲାରୀ ଟା ଇନଡାଇରେକ୍ଟ। ତ ୱେଜେସ୍ ଅଛି ମାନେ ଆମର ଟ୍ରେଡିଂ ଆକାଉଣ୍ଟ ରେ ଦେଖେଇବା 6000। ଚାଲ ଦେଖ, ଟୁ ୱେଜେସ୍ 6000। ତାପରେ ଆସିଲା ଷ୍ଟକ୍ ଅନ୍ 1/4/22। ଏଇଟା ଦେଖ, ଏଇଟା ଆମର ଓପନିଂ ଷ୍ଟକ୍ ହବ ନା କ୍ଲୋଜିଂ ଷ୍ଟକ୍ ହବ। ଏଠି ଆମର କୋଉ ଏଣ୍ଡ ସୁଦ୍ଧା କରୁଛେ, 31 ମାର୍ଚ୍ଚ 2023 ଏଣ୍ଡ ହଉଛି। ତାମାନେ ଷ୍ଟାର୍ଟିଂ କୋଉଠୁ ହେଇଥିବ, 1 ଏପ୍ରିଲ 22 ରୁ ଷ୍ଟାର୍ଟ ହେଇଥିବ। ତ ଏଇ ଷ୍ଟକ୍ ଟା କଣ ଅଛି, 1 ଏପ୍ରିଲ 22 ରେ ଅଛି। ତ ଏଇ ଷ୍ଟକ୍ ଟା ଆମର କଣ ହେଇଯିବ, ଓପନିଂ ଷ୍ଟକ୍ ହେଇଯିବ। ତ 10,000, ଓପନିଂ ଷ୍ଟକ୍ 10,000 ଟ୍ରେଡିଂ ରେ ପକାଅ। ଦେଖ, ଟୁ ଓପନିଂ ଷ୍ଟକ୍ 10,000 ପଡିଛି। ନେକ୍ସଟ କୁ ଚାଲ, ଟ୍ରେଡ୍ ଏକ୍ସପେନ୍ସେସ୍ 2700 ଟଙ୍କା। ଯାହା ବି ଟ୍ରେଡ୍ ରିଲେଟେଡ୍ ଯାହା ବି ଏକ୍ସପେନ୍ସେସ୍ ହେଇଛି ମିନ୍ସ ସେଲ୍ସ ଏକ୍ସପେନ୍ସେସ୍, ତ ଆମର ଏଟା କୋଉଠି ଯିବ ଭାରି, ପ୍ରଫିଟ୍ ଆଣ୍ଡ ଲସ୍ କୁ ଯିବ। ଦେଖ, ପ୍ରଫିଟ୍ ଆଣ୍ଡ ଲସ୍ ରେ ଟୁ ଟ୍ରେଡ୍ ଏକ୍ସପେନ୍ସେସ୍ 1700। ଟ୍ରେଡ୍ ମିନ୍ସ କଣ, ସେଲ୍ ରିଲେଟେଡ୍। ଯେତେବେଳେ ସେଲ୍ ଯେତେବେଳେ କରୁଥିବ, ଯେତେବେଳେ ଟ୍ରେଡ୍ ଏକ୍ସପେନ୍ସେସ୍ କିଛି ହଉଛି, ତ ଆମେ ପଢିଥିଲେ ଯାହା ବି ସେଲ୍ସ ଏକ୍ସପେନ୍ସେସ୍ ଯାହା ବି ହଉଛି, ତ ଆମେ ଏଟା କୋଉଠି ନବା, ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟ ରେ। ତ ଟ୍ରେଡ୍ ଏକ୍ସପେନ୍ସେସ୍ 1700 ଟଙ୍କା ଗଲା। ତାପରେ ଆସିଲା ଡ୍ରଇଂସ୍। ଡ୍ରଇଂସ୍ ହେଲା 3000। ଡ୍ରଇଂସ୍ ହେଲେ ଆମର କଣ ହବ, ଆମେ ଗୋଟେ ୱାନ୍ ଟାଇପ୍ ଅଫ୍ ଏକ୍ସପେନ୍ସେସ୍ ସିଏ। ତ ଆମର କଣ ହଉଛି, କ୍ୟାପିଟାଲ ଲେସ୍ କରିବାକୁ ପଡିବ। ଆମେ ପଢିଥିଲେ, ଆମେ କ୍ୟାପିଟାଲ ଲେସ୍ କରିବା ଯେତେବେଳେ ପଢିଥିଲେ, ଯେତେବେଳେ ଓନର କିଛି ୱିଡ୍ର କରୁଛି ତାକୁ ଆମେ ଡ୍ରଇଂସ୍ କହୁଛେ। ଓକେ, ତ କ୍ୟାପିଟାଲ ରୁ ଡ୍ରଇଂସ୍ ଟାକୁ 3000 ନେଇଛି, ମାଇନସ କରିବା। ଡ୍ରଇଂସ୍ 3000 ପକାଅ। ଦେଖ, ଏଇ ଫର୍ମାଟ ରେ ତମକୁ ଏମିତି ଫର୍ମାଟ ଦେଇଥିବ। ତମେ ଫାଷ୍ଟ କ୍ୟାପିଟାଲ ଆମର ଯାହା ଯେତେବେଳେ ଯାହା ରିକ୍ୱାରମେଣ୍ଟ ସେତେବେଳେ ପକେଇବା। ତ ଏଠି କ୍ୟାପିଟାଲ ଆଡ୍ ହବ ନେଟ୍ ପ୍ରଫିଟ୍, ତାପରେ ଡ୍ରଇଂସ୍ ମାଇନସ୍ ହବ। ତମେ ଖାଲି ମନେ ରଖିଥାଅ, ଡ୍ରଇଂସ୍ ଗୋଟେ ଆମାଉଣ୍ଟ ଅଛି। ଯେତେବେଳେ ଆମେ କ୍ୟାପିଟାଲ ର କରିବା ସେତେବେଳେ ଡ୍ରଇଂସ୍ ଟା ମାଇନସ୍ କରିବା। ଡ୍ରଇଂସ୍ ଟା 3000। ଓକେ, ତାପରେ ଆସିଲା ରିଟର୍ନ ଇନୱାର୍ଡସ୍। ରିଟର୍ନ ଇନୱାର୍ଡସ୍ ମିନ୍ସ ଆମେ କିଛି ଜିନିଷ ସେଲ୍ କରୁଛେ, ସେଇଟା ପୁଣି ରିଟର୍ନ ଆମ ପାଖକୁ ଆସିଛି, ତ ସେଇଟା ହେଇଯିବ ରିଟର୍ନ ଇନୱାର୍ଡ। ତ ଏଇଟା କୋଉ ରିଲେଟେଡ୍, ସେଲ୍ସ ରିଲେଟେଡ୍। ଯେତେବେଳେ ଆମେ ସେଲ୍ସ ର କିଛି କରିବା ସେତେବେଳେ ଆମେ ଏଇଟାକୁ କନସିଡର କରିବା। ତ ଡ୍ରଇଂସ୍ ଆଉ ରିଟର୍ନ ଇନୱାର୍ଡ ଏ ଦିଟାକୁ ତମେ ମନେ ରଖିଥିବ। ଯେତେବେଳେ କ୍ୟାପିଟାଲ କରିବା ଡ୍ରଇଂସ୍ ନବା, ଆଉ ଯେତେବେଳେ ସେଲ୍ସ ର ନବା, ଯେତେବେଳେ ଆମେ ସେଲ୍ସ ରିଟର୍ନ ଟା ନବା, ମାନେ ଏଇ ଇନୱାର୍ଡସ୍ ଟା। ତାପରେ ଆସିଲା ପରଚେସ୍ 13,500। ଟ୍ରେଡିଂ ଆକାଉଣ୍ଟ ରେ ପରଚେସ୍ 13,500 ପକାଅ। ଦେଖ, ଇନର କଲମ୍ ଦେଖ, କାରଣ ଗୋଟେ ଆଉଟୱାର୍ଡ ଏଠି ରିଟର୍ନ ଆଉଟୱାର୍ଡ ଅଛି, ପରଚେସ୍ ରିଟର୍ନ ହେଇଛି। ତ ଟୁ ପରଚେଜ 13,500 ପକାଅ ଫାଷ୍ଟ। ତାପରେ ରିଟର୍ନ ଆସିଲେ ଆମେ ତାକୁ ଦେଖିବା।
ତାପରେ ଆସିଲା କ୍ୟାରେଜ। କ୍ୟାରେଜ 2,250। ତ କ୍ୟାରେଜ କିଛି ହେଇଛି ଜିନିଷ। ଓକେ, ତ ମାନେ ଯୋଉ ଲୋଡିଂ ଅନଲୋଡିଂ ଖର୍ଚ୍ଚ ୱାନ୍ ଟାଇପ ଅଫ ଏଇଟା ଗୋଟେ। Okay, ତ କ୍ୟାରେଜ ଟା ଆମର କୋଉଥିରେ ଆସିବ ଭାରି? ଟ୍ରେଡିଂ ରେ। ଟୁ କ୍ୟାରେଜ 250। ତାପରେ ଆସିଲା ପାୱାର ଆଣ୍ଡ ଫୁଏଲ 400। ଦେଖ ପାୱାର ଆଣ୍ଡ ଫୁଏଲ ଯେତେବେଳେ ଆସିଯିବ, ମାନେ ପାୱାର ଆଉ ଫୁଏଲ ରେ କୋଉଥିରେ କାମ ହଉଛି? ମାନୁଫାକ୍ଚର କିଛି ଜିନିଷ ଆମେ କରୁଛେ, ଡାଇରେକ୍ଟ ଏକ୍ସପେନ୍ସ ଯେତେବେଳେ କରୁଛେ, କି ଗୋଟେ ଜିନିଷ ସେଲ କୁ ସେଲ ରେ ପରିଣତ, ଫିନିଶ ଗୁଡ ରେ ପରିଣତ କରିବା ପର୍ଯ୍ୟନ୍ତ ଆମେ ଯୋଉ ଖର୍ଚ୍ଚ କରୁଛେ, ସେଟା ଆମର ଟ୍ରେଡିଂ ରେ ଯାଉଛି। ତ ପାୱାର ଆଣ୍ଡ ଫୁଏଲ ଟା ଆମର ସବୁବେଳେ କୋଉଥିରେ ଯାଉଥିବ? ଟ୍ରେଡିଂ ରେ ଯିବ, କାରଣ ଏଟା ଡାଇରେକ୍ଟ ଜିନିଷ ପ୍ରିପେୟାର କରିବା ପାଇଁ, ମାନେ ଆମର ଫିନିଶ ଗୁଡ ରେ ପହଞ୍ଚିବା ପାଇଁ ଆମେ ତାକୁ ୟୁଜ କରୁଛେ। ତ ପାୱାର ଆଣ୍ଡ ଫୁଏଲ ଟା ଟ୍ରେଡିଂ ରେ ଯିବ। ବଟ୍ ଯଦି ଇଲେକ୍ଟ୍ରିସିଟି ପଳେଇ ଆସିଲା, ଇଲେକ୍ଟ୍ରିସିଟି ଏକ୍ସପେନ୍ସେସ୍ ହେଲେ ଏଟା ପ୍ରଫିଟ୍ ଆଣ୍ଡ ଲସ୍ ଯିବ, କାରଣ ଏଟା ଅଫିସ ମାନଙ୍କରେ ୟୁଜ ହବ। ଓକେ, ପାୱାର ଆଣ୍ଡ ଫୁଏଲ ଅଛି 400, ତ 400 ପକାଅ। ଟ୍ରେଡିଂ ରେ ପାୱାର ଆଣ୍ଡ ଫୁଏଲ 400 ପଡିଗଲା। ତାପରେ ଆସିଲା ବ୍ୟାଡ ଡେପ୍ଟ। ବ୍ୟାଡ ଡେପ୍ଟ 300। ଯେତେବେଳେ ଆମେ ଗୋଟେ କଷ୍ଟମର ଆମର ଯିଏ ଥିବ, ତାକୁ ଆମେ କିଛି କ୍ରେଡିଟ ରେ ସେଲ କରିଛେ, ଆଉ ସିଏ କଣ କରିଛି, ଆମକୁ ପଇସା ଦେଲାନି, ତାର ପଇସା କଣ କଲା, ବର୍ଷ ବର୍ଷ ଏମିତି ପଡିଗଲା, ତ ଆମେ କଣ କରିବା? ଆମେ ସେଟା ଆମକୁ ସେ ପଇସା ଟା ମିଳିବନି, ତ ଆମେ କଣ କରିବା? ପ୍ରଫିଟ ଆଣ୍ଡ ଲସ୍ ରେ ଲସ୍ ଶୋ କରିକି ଆମେ ତାକୁ ଡେବିଟ କରିଦବା। ତ ପ୍ରଫିଟ ଆଣ୍ଡ ଲସ୍ ରେ ଟୁ ବ୍ୟାଡ ଡେପ୍ଟ କର। ଟୁ ବ୍ୟାଡ ଡେପ୍ଟ 300। ଓକେ, ତ ଆମର ଆମେ ଏତିକି ସିନା କରିଥିଲେ, ଡେବିଟ ସାଇଡ ଟା ସାରି ଦେଇଥିଲେ। ଏଥିରେ କିଛି କାହାର ଡାଉଟ ଅଛି କି? ତ ଦେଖ, ନେକ୍ସଟ ଆମେ କ୍ରେଡିଟ ସାଇଡ କୁ ଯିବା। ଏଠି ଫାଷ୍ଟ ଅଛି କ୍ୟାପିଟାଲ 25,000। ତ କ୍ୟାପିଟାଲ କୋଉଠିକି ଆସିବ? ପ୍ରଫିଟ ଆଣ୍ଡ ଲସ୍, ସରି, ବାଲାନ୍ସ ସିଟ ର ଲାଇବିଲିଟି ପଟେ କ୍ୟାପିଟାଲ ବି ଆମ ପାଇଁ ଗୋଟେ ମାନେ ଓନର, ଯୋଉ ଓନର କଣ୍ଟ୍ରିବ୍ୟୁଟ କରୁଛି, ତ ଆମ ପାଇଁ ଗୋଟେ ଓଜ୍, ୱାନ୍ ଟାଇପ ଅଫ ଲାଇବିଲିଟି। ଆମର ଗୋଟେ ବିଜନେସ ର ଓବ୍ଲିଗେସନ, କି ଇଟ ହାଜ ଟୁ ପେଡ ଇନ ଦ ଫ୍ୟୁଚର ଡେଟ୍। ଫ୍ୟୁଚର ଡେଟ୍ ରେ ଆମକୁ ପେମେଣ୍ଟ କରିବାର ଅଛି ସେଇ ସବୁ ଆମାଉଣ୍ଟ। ତ କ୍ୟାପିଟାଲ 25,000 ବାଲାନ୍ସ ସିଟ୍ ରେ ପକେଇବା। ବାଲାନ୍ସ ସିଟ୍ ପକେଇବା, କ୍ୟାପିଟାଲ 25,000 ପଡିଲା। ଓକେ, ଇନର କଲମ ଲେଖିଦବା, କାରଣ ଆମର ଟ୍ରେଡିଂ, ଆମର କେତେ ନେଟ୍ ପ୍ରଫିଟ ଅଛି, ତାପରେ ଡ୍ରଇଂସ୍ ବି ଅଛି, ତ ଇନର କଲମ ଲେଖିକି ଲାଷ୍ଟ ଫାଇନାଲ ଆମାଉଣ୍ଟ ଆମେ ଲେଖିବା ଏଠି। ତାପରେ ଆସିଲା କ୍ରେଡିଟର। କ୍ରେଡିଟର ହେଲେ ଯେମିତି ଡେବିଟ, ଯୋଉ ଆମର ଡେବିଟ ବାଲାନ୍ସ ରହୁଛି, ଯୋଉମାନେ ଆମକୁ କ୍ରେଡିଟ ରେ ସେଲ ଆମର ହଉଛି, ସେମାନେ ଆମର ଡେଟର। ସେମିତି ଆମେ ଯେହେତୁ ପରଚେଜ କରୁଛେ କ୍ରେଡିଟ ରେ, ସେମାନେ ଆମର କ୍ରେଡିଟର, କି ଆମେ ତାଙ୍କୁ ପଇସା ଦବାର ଅଛି। ତ ଏଠି ଲେଖିଦିଅ, କ୍ରେଡିଟର ଟା କଣ ହବ? ଗୋଟେ ବାଲାନ୍ସ ସିଟ୍ ଆଇଟମ 11,200। ତ ବାଲାନ୍ସ ସିଟ୍ ରେ ଏଟା ପକେଇବା, କ୍ରେଡିଟର 11,200। ଗଟ୍ ଇଟ୍। ତାପରେ ତାପରେ ଦେଖ, ତାପରେ ଦେଇଛି ଡିଭିଡେଣ୍ଡ। ଡିଭିଡେଣ୍ଡ ଆମେ ରିସିଭ କରୁଛେ, ତ ଦେଖିଥିଲେ ଯେତେବେଳେ ଡିଭିଡେଣ୍ଡ ରିସିଭ କରିବା, ସେତେବେଳେ କଣ ହବ? କଣ ହଉଥିଲା? ଡିଭିଡେଣ୍ଡ ହଉ, ଡିଭିଡେଣ୍ଡ ଅନ୍ ସେୟାର ଅର ଇଣ୍ଟରେଷ୍ଟ ଅନ୍ ଡିବେଞ୍ଚର, ତ ଆମ ପାଇଁ ଗୋଟେ ଇନଡାଇରେକ୍ଟ ଇନକମ ହଉଥିଲା। ତ ଆମେ ତାକୁ କଣ କରିବା? ପ୍ରଫିଟ ଆଣ୍ଡ ଲସ୍ ରେ ଶୋ କରିବା, ବାଇ ଡିଭିଡେଣ୍ଡ। କ୍ରେଡିଟ ସାଇଡ ରେ ଗୋଟେ ଇନକମ ଆମ ପାଇଁ ଗୋଟେ ୱାନ୍ ଟାଇପ୍ ଅଫ ଇନକମ। ତ ଗୋଟେ ଲାଇନ ଦେଖ, ଏଠି ଗ୍ରସ୍ ପ୍ରଫିଟ ଯେହେତୁ ଅଛି, ତମେ ଗୋଟେ ଲାଇନ ଛାଡିକି ପକେଇଦବ। ଠିକ, ବାଇ ଡିଭିଡେଣ୍ଡ 300। ତାପରେ ଆସିଲା ରିଟର୍ଣ୍ସ ଆଉଟୱାର୍ଡ। ରିଟର୍ଣ୍ସ ଆଉଟୱାର୍ଡ ମାନେ ଆମେ ଯଦି ପରଚେଜ କିଛି କରୁଥିବା, ତ ଆମେ ବାହାରକୁ ପୁଣି ପଠେଇ ଦଉଛେ ଜିନିଷ, ମାନେ ରିଟର୍ନ ଆଉଟୱାର୍ଡ କରୁଛେ ବିଜନେସ ରୁ ବାହାରକୁ। ତ ଏଇଟା କଣ ହେଇଯିବ? ଆମେ ଜାଣିପାରିବ, ଆଉଟୱାର୍ଡ ହେଲେ, ରିଟର୍ନ ଆଉଟୱାର୍ଡ ମିନ୍ସ ଆମେ ବାହାରକୁ କିଛି ଜିନିଷ ଫେରଉଛେ, ମାନେ ପରଚେଜ କିଛି ଜିନିଷ କରୁଛେ, ସେଥିରୁ ଫେରଉଛେ। ତ ଏଇଟା ହେଇଯିବ ପରଚେଜ ରିଟର୍ନ। ତ ପରଚେଜ କେତେ ଆମର ଥିଲା? 500 ଆମେ ରିଟର୍ନ ହେଇଯାଇଛି, ଲେସ୍ କରିଦବା। ତ ପରଚେଜ ଥିଲା 13,500, ରିଟର୍ନ ଆଉଟୱାର୍ଡ ଆମେ 500 ଆମେ ରିଟର୍ନ କରୁଛେ। ତ ଆମ ପାଖେ କେବେ କେବେ କେତେ ରହିବ ଆଉ? 13,000। ତ ଫାଇନାଲି ଆମର 13,000 ଆଟ ଦ ଏଣ୍ଡ ଅଫ ଇୟର। ଆମର ପରଚେଜ କେତେ ହେଇଥିବ? 13,000। 13,000 ହେଇଗଲା। ତାପରେ ଦେଇଛି ଡିସକାଉଣ୍ଟ। ଡିସକାଉଣ୍ଟ 600। ତ ଆମେ ଡିସକାଉଣ୍ଟ ରିସିଭ କରୁଛେ, କ୍ରେଡିଟ କୋଡ ଦେଇଛି ମାନେ ଡିସକାଉଣ୍ଟ ରିସିଭ କରୁଛେ। ତ ଆମେ କଣ କରିବା? ପ୍ରଫିଟ ଆଣ୍ଡ ଲସ୍ ର ବାଇ ଡିସକାଉଣ୍ଟ କରିକି 600 ଟଙ୍କା ନେଇଯିବା। ପ୍ରଫିଟ ଆଣ୍ଡ ଲସ୍ ର ବାଇ ଡିସକାଉଣ୍ଟ 600। ଓକେ, ତାପରେ ଦେଖ,
ସେଲ୍ସ ସେଲ୍ସ ଆସିଲା 30,000। ସେଲ୍ ଯେତେବେଳେ ଥିଲା ଗୋଟେ ଜିନିଷ ତମର ମନେ ଥିବ, ଆମର ରିଟର୍ନ ଇନୱାର୍ଡ ଥିଲା, ମାନେ କିଛି ସେଲ୍ସ ରିଟର୍ନ ଥିଲା। ଦେଖ ଏପଟେ ସେଲ୍ସ ରିଟର୍ନ ଅଛି 1300 ଟଙ୍କା। ତ ସେଲ୍ସ ଟୋଟାଲ ସେଲ୍ ଯେତିକି ଅଛି ସେଥିରେ ଆମେ 1300 ମାଇନସ କରିଦେଲା ପରେ ଆମେ ଜାଣିପାରିବା ଆମର ନେଟ୍ ସେଲ୍ କେତେ ହେଇଛି। ତ ଦେଖ ସେଲ୍ସ ଅଛି 30,000 ଲେସ୍ ସେଲ୍ସ ରିଟର୍ନ 1300, ତ ଆମର ଟୋଟାଲ କେତେ ହେଇଗଲା, କେତେ ହେଲା 28,700। 30,000 ରୁ 1300 ଗଲା ପରେ 28,700 ଆମର ଆଉ ରହିଲା। ତାପରେ ନେକ୍ସଟ ଯିବା ବିଲ୍ସ ପେବୁଲ ମାନେ ଆମକୁ କିଛି ଡେପ୍ଟ ଅଛି କରେଣ୍ଟ, ମାନେ କରେଣ୍ଟ ଲାଇବିଲିଟିରେ ଆମକୁ କିଛି ପେମେଣ୍ଟ କରିବାର ଅଛି। ତ 2,400 ଆମେ ଗୋଟେ ଏଇଟା ୱାନ୍ ଟାଇମ୍ ଅଫ ଲାଇବିଲିଟି। ଚାଲ ବାଲାନ୍ସ ସିଟ୍ ରେ ବିଲ୍ସ ପେବୁଲ ପକେଇବା। ବିଲ୍ସ ପେବୁଲ 2,400। ଓକେ, ତ ଆମେ ଡେବିଟ ସାଇଡ ଆଉ କ୍ରେଡିଟ ସାଇଡ ସବୁକୁ ନେଇଗଲେ। ତାପରେ ଏଇଠି ଆମର ଗୋଟେ ଦେଇଛି, ଆମର କ୍ଲୋଜିଂ ଷ୍ଟକ୍ ଦେଇଛି। କ୍ଲୋଜିଂ ଷ୍ଟକ୍ କେତେ ଅଛି 12,000। 31/3/23 ସୁଦ୍ଧା 12,000 କ୍ଲୋଜିଂ ଷ୍ଟକ୍ ଅଛି। ତ କ୍ଲୋଜିଂ ଷ୍ଟକ୍ ନବା, ବାଇ କ୍ଲୋଜିଂ ଷ୍ଟକ୍ 12,000। ଓକେ, ତାପରେ ବାଲାନ୍ସ ସିଟ୍ ବି ନେଇଯାଅ କ୍ଲୋଜିଂ ଷ୍ଟକ୍ 12,000। ତ ଏବେ ଆମେ ସେଟଅପ୍ କରିବା ପ୍ରଫିଟ୍ ଆଣ୍ଡ ଲସ୍ ଆଉ ଟ୍ରେଡିଂ। ଦେଖ ଆମର ହେଇଗଲା, ଆମେ ସବୁ ନେଇଗଲେ ପକେଇଦେଲେ ପରଫେକ୍ଟଲି। ଏବେ ଦେଖ ମନେକର ଆମକୁ ଗ୍ରସ୍ ପ୍ରଫିଟ୍ ଟା ବାହାର କରିବାର ଅଛି। ଏଠି ଗ୍ରସ୍ ପ୍ରଫିଟ୍ ଅଛି କି ଗ୍ରସ୍ ପ୍ରଫିଟ୍ କି ଗ୍ରସ୍ ଲସ୍ ହବ ଆମେ ଜାଣିନେ। ଫାର୍ଷ୍ଟ କାଲକୁଲେଟ କରିବ କେତେ ଓପନିଂ, ଆମର କେତେ ଡେବିଟ୍ ସାଇଟ୍ ହଉଛି କେତେ କ୍ରେଡିଟ୍ ସାଇଟ୍ ହଉଛି। ଯୋଉଟା ଅଧିକ ସେଟା ଲେଖିବ। ଏପଟେ ଆମର କ୍ରେଡିଟ୍ ସାଇଟ୍ ଟା ଅଧିକ ଅଛି 40,700। ଓକେ, ଏଟା ବି 40,700 ହଉଛି ଲେଖିଦବା। 40,700 ରୁ ଯେତିକି ଯାହା ଏକ୍ସପେନ୍ସେସ୍ ମାନେ 10,000 ଗୋଟେ, 13,000, 1800, କି 6,000, 250, 400, ଏଇ ଟୋଟାଲିଂ କରିକି ମାଇନସ କଲା ପରେ ଆମର ରହୁଛି 9250। ଏଇଟା ଆମର ଗ୍ରସ୍ ପ୍ରଫିଟ୍। ଗ୍ରସ୍ ପ୍ରଫିଟ୍ ବାହାରିଗଲା 9250। ମାନେ ଏଇ ଟୋଟାଲ କ୍ରେଡିଟ ରୁ ଟୋଟାଲ ଡେବିଟ୍ ମାଇନସ କଲା ପରେ ଯୋଉଟା ଆମର ବାଲାନ୍ସିଂ ରହିବ ସେଇଟା ଆମର ଗ୍ରସ୍ ପ୍ରଫିଟ୍ ହବ। ତ 9250 ହେଇଗଲା। ତ ଯେତେବେଳେ ଗ୍ରସ୍ ପ୍ରଫିଟ୍ ହେଲା ଟ୍ରେଡିଂ ଆକାଉଣ୍ଟ ରେ, ତ ସେଇଟା ଟ୍ରାନ୍ସଫର ହେଇଯିବ କୋଉଠିକି, ପ୍ରଫିଟ୍ ଆଣ୍ଡ ଲସ୍ କୁ। ପ୍ରଫିଟ୍ ଆଣ୍ଡ ଲସ୍ କୁ ଗଲା ପରେ ଏପଟ ସାଇଡ୍ କୁ ପଳେଇ ଆସିବ। ସେପଟେ ଟୁ ଗ୍ରସ୍ ପ୍ରଫିଟ୍ ଥିଲା, ଏପଟେ ବାଇ ଗ୍ରସ୍ ପ୍ରଫିଟ୍ ହେଇଯିବ। ତ ବାଇ ଗ୍ରସ୍ ପ୍ରଫିଟ୍ 9250 ଆସିଗଲା। ଏଇଟା ଆମେ ଲେଖିଦେଲେ। ତାପରେ ଆମେ ଏପଟେ ଟୋଟାଲିଂ କରିବା, ଆମେ ସବୁ ଆମାଉଣ୍ଟ ପକେଇ ଦେଇଛେ। ତ ଟୋଟାଲ କ୍ରେଡିଟ କରିବା, ଟୋଟାଲ ଡେବିଟ୍ କରିବା। ତ ଟୋଟାଲ କ୍ରେଡିଟ ସାଇଡ୍ ବଡ ହଉଛି ଆଉ ଟୋଟାଲ କ୍ରେଡିଟ ସାଇଡ୍ କେତେ ହଉଛି 10,150। ତ ଟୋଟାଲ କ୍ରେଡିଟ ସାଇଡ୍ ରୁ ଟୋଟାଲ ଡେବିଟ୍ ସାଇଡ୍ ମାନେ 3,000 ପ୍ଲସ୍ 550 ପ୍ଲସ୍ 1,400 ପ୍ଲସ୍ 1,700 ତାପରେ ପ୍ଲସ୍ 300 ଇକ୍ୱାଲ୍ ଟୁ ଯେତିକି ହଉଛି ସେଇଟା ଆମର 10,150 ରୁ ମାଇନସ କଲା ପରେ ଆଉ ନେଟ୍ ପ୍ରଫିଟ୍ ରହିବ 3,200। ଓକେ, ଏଇ 3,200 ଟା ଏବେ ଆମର କୋଉଥିରେ ଆମେ ପଢିଥିଲେ, ନେଟ୍ ପ୍ରଫିଟ୍ ଯେତେବେଳେ ବାହାରିବ ଆମେ କଣ କରୁଥିଲେ, ତ କ୍ୟାପିଟାଲ ରେ ଆଡ୍ କରୁଥିଲେ। ଚାଲ ବାଲାନ୍ସ ସିଟ୍ ନେକ୍ସଟ ଷ୍ଟେପ ରେ ଆସିଲା। କ୍ୟାପିଟାଲ ଆମେ 25,000 ପକେଇଥିଲେ, ତ ଏବେ ଆମର ନେଟ୍ ପ୍ରଫିଟ୍ ହେଇଛି। ତ ଆଡ୍ କର ନେଟ୍ ପ୍ରଫିଟ୍ 25,000। ଯଦି ନେଟ୍ ଲସ୍ ହେଇଥାନ୍ତା ତ ଲେସ୍ କରିଥାନ୍ତେ, ନେଟ୍ ଲସ୍ ଲେସ୍ କରିଥାନ୍ତେ। ତ ଏଠି ପ୍ରଫିଟ୍ ଯେହେତୁ ହେଇଛି ଆମେ ଆଡ୍ କରୁଛେ 3,200। 25,000 3,200 ମିଶିଲା ପରେ ଆଉ ରହିଲା 28,200। ଆଉ ଗୋଟେ ଆଇଟମ ଆମେ ଛାଡିଥିଲେ, ସେ ଆମର ଡ୍ରଇଂସ୍। ଡ୍ରଇଂସ୍ ବି ଆମେ ମିଶେଇବା, ଡ୍ରଇଂସ୍ ବି ନବା। ତ ଲେସ୍ ଡ୍ରଇଂସ୍ କଲେ 3,000। ଡ୍ରଇଂସ୍ ଆମର 3,000 ଥିଲା। ଆମାଉଣ୍ଟ ଚେକ୍ କରିଦବା ଥରେ। ଦେଖ ଡ୍ରଇଂସ୍ 3,000। ତ 3,000 ମାଇନସ କଲା ପରେ 28,200 ରୁ 3,000 ମାଇନସ କଲା ପରେ ଆଉ ରହିଲା 25,200। ତ ଏବେ ଟୋଟାଲିଂ କର। ଆମେ ସବୁ ପକେଇଦେଲେ, ଏପଟେ ବି ପକେଇଦେଲେ ଆମାଉଣ୍ଟ, ଆସିଟ୍ ପଟେ ପକେଇଦେଲେ, ଲାଇବିଲିଟି ବି ପକେଇଦେଲେ। ତ ଏଠି 25,200 ପ୍ଲସ୍ 11,200 ପ୍ଲସ୍ 2,400। ଏଠି ହଉଛି 30, ଇଏ 8, ଇଏ 8, 38,800 ହଉଛି ଲାଇବିଲିଟି ସାଇଡ୍। ଆଉ ଆସେଟ୍ ସାଇଡ୍ ଦେଖ 12,000 ଟୋଟାଲିଂ କଲା ପରେ ଆମର 38,800। ତ ଆମର ସବୁବେଳେ ମନେ ରଖିବ ଟୋଟାଲ ଆସେଟ୍ ଆଉ ଟୋଟାଲ ଲାଇବିଲିଟି ଟା ଇକ୍ୱାଲ ହଉଥିବ। ଟୋଟାଲ ଆସେଟ୍ ଇଜ ଇକ୍ୱାଲ ଟୁ ଟୋଟାଲ ଲାଇବିଲିଟି। ତାହେଲେ ତମେ ଜାଣିବ ତମ ବାଲାନ୍ସ ସିଟ୍ ଟା ଠିକ ଅଛି। ତ ଦେଖ ଏଇଟା ମୁଁ କୋଶ୍ଚିନ୍ ଟା ମୁଁ ଥରେ ତମକୁ ଏକ୍ସେଲ ରେ ଗୋଟେ ନେକ୍ସଟ କୋଶ୍ଚିନ୍ ଯାହା ବି କରିବି ତମକୁ ଏକ୍ସେଲ ରେ କରିଦେବି, ତ ତମକୁ ଇଜି ହବ ବୁଝିବା ପାଇଁ। ଏଇଠି ମୁଁ ଅଲରେଡି କରିକି ରଖିଛି, ମୁଁ ତମକୁ ଦେଖେଇ ଦଉଛି। ତ ନେକ୍ସଟ କ୍ଲାସ ରେ କଣ କରିବି, ମୁଁ ଏକ୍ସେଲ ରେ ତମମାନଙ୍କୁ ଗୋଟେ ଗୋଟେ ୱାନ୍ ବାଇ ୱାନ୍ ଶିଖେଇଦେବି। ତମକୁ ହେଲ୍ପଫୁଲ ହବ, କେମିତି କରନ୍ତି ତମକୁ ଆଇଡିଆ ପଳେଇ ଆସିବ। ଓକେ।
ଦେଖ ଆମର ଏଇ ଗୋଟେ ଷ୍ଟେଟମେଣ୍ଟ ରୁ ଆମେ କଣ କଲେ, ପ୍ରିପେୟାର କଲେ, ଫାଷ୍ଟ ଟ୍ରେଡିଂ ବନେଇଲେ, ତାପରେ ପ୍ରଫିଟ ଆଣ୍ଡ ଲସ୍ ବନେଇଲେ। ସେଥିରେ ଆମେ ଟ୍ରେଡିଂ ରେ କଣ ଜାଣିଲେ, କେତେ ଗ୍ରସ୍ ପ୍ରଫିଟ କି ଗ୍ରସ୍ ଲସ୍ ହେଇଛି, ତାପରେ ପ୍ରଫିଟ ଆଣ୍ଡ ଲସ୍ ରେ କେତେ ନେଟ୍ ପ୍ରଫିଟ, କେତେ କେତେ ନେଟ୍ ଲସ୍ ହଉଛି। ତାପରେ ତାକୁ ନେଇକି ତାର ଆମାଉଣ୍ଟ ନେଇକି ଆମେ ବାଲାନ୍ସ ସିଟ୍ ପ୍ରିପେୟାର କଲେ। ଆମେ ଯଦି ପ୍ରପରଲି ସବୁ ମେଣ୍ଟେନ କରିଥିବା, ରେକର୍ଡ କରିଥିବା, ତ ଆମର କେବେ ବି ମିସମ୍ୟାଚ ହବନି। ତ ଟୋଟାଲ ଲାଇବିଲିଟି ଆଉ ଟୋଟାଲ ଆସେଟ ଟା ଆମର ଇକ୍ୱାଲ ହେଇଯିବ। ଠିକ ବୁଝିହେଲା? ତାପରେ ଦେଖ, ନେକ୍ସଟ ରେ ଆମର କିଛି ଆଡଜଷ୍ଟମେଣ୍ଟ ଏଣ୍ଟ୍ରି ଅଛି। ଓକେ, ତ ଆଡଜଷ୍ଟମେଣ୍ଟ ଏଣ୍ଟ୍ରି ଫାଷ୍ଟ କଣ ଆସିବ? ଫାଷ୍ଟ କ୍ଲୋଜିଂ ଷ୍ଟକ୍ ଆସିବ, ତାପରେ ଆସିଗଲା ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍, ପ୍ରିପେଡ୍ ଏକ୍ସପେନ୍ସେସ୍, ଆକ୍ରୁଡ ଇନକମ୍, ଇନକମ୍ ରିସିଭଡ୍ ଇନ୍ ଆଡଭାନ୍ସ, depreciation, bad debt, provision for bad debt, reserve for discount on creditor, provision for discount on debtor, ତାପରେ ଇଣ୍ଟରେଷ୍ଟ ଅନ୍ ଡ୍ରଇଂସ୍, ଇଣ୍ଟରେଷ୍ଟ ଅନ୍ କ୍ୟାପିଟାଲ। ଏସବୁ କଣ କହୁଛି ଆଡଜଷ୍ଟମେଣ୍ଟ ଏଣ୍ଟ୍ରି କଣ? ତ ଆମେ ତ ଯାହା ବି ଏବେ କଲେ ସବୁ କଣ କଲେ, ଆମର ଟ୍ରାଏଲ ବାଲାନ୍ସ ଦେଇଥିଲା, ଆମେ ତାକୁ ସେ ସବୁ କାଲକୁଲେଟ କରିଦେଲେ, ଡାଇରେକ୍ଟ ପକେଇଦେଲେ। ଆଉ କ୍ଲୋଜିଂ ଷ୍ଟକ୍ ଟା ଆମର ବାହାରିଥିଲା ଦେଖିଲ। ତ ଯୋଉ ଯୋଉ ସବୁ ଆଇଟମ ଟ୍ରାଏଲ ବାଲାନ୍ସ ନଥିବ, ଆଉ ତଳେ କିଛି ପଏଣ୍ଟ ଲେଖା ହେଇଥିବ କି ଏଇ ସବୁ ଜିନିଷ ହବ। ମନେକର ଏମିତି କ୍ଲୋଜିଂ ଷ୍ଟକ୍ ତଳେ ଲେଖା ହେଇଥିଲା, ଆମେ ଦେଖିଛୁ ଆମର ଟ୍ରାଏଲ ବାଲାନ୍ସ ରେ କ୍ଲୋଜିଂ ଷ୍ଟକ୍ ଥିଲା ନଥିଲା ନା? ଦେଖ, ଆମର ଏଇ ଭିତରେ ଏପଟେ ଗୋଟେ କ୍ଲୋଜିଂ ଷ୍ଟକ୍ ଅଛି ନାହିଁ, ଗୋଟେ ଆମର ତଳେ ଲେଖା ହେଇଛି। ସେମିତି କିଛିଟା ଆଇଟମ ଅଛି ଯୋଉଟା ଟ୍ରାଏଲ ବାଲାନ୍ସ ଦେଇନଥିବ, ବଟ ତା ତଳେ ଲେଖା ହେଇଥିବ କି କିଛିଟା ଏଇ ସବୁ ହବ। ଯେମିତି ଆମର ଏଠି ଡେପ୍ରିସିଏସନ ଦେଇଛି, ଡେପ୍ରିସିଏସନ ଡାଇରେକ୍ଟ ଦେଇଛି ବୋଲି ତମେ 3000 ନେଇଗଲ। ଯଦି ଦେଇଥାନ୍ତା ଏଇ ମେସିନାରୀ ଉପରେ ଆମେ 10% ଚାର୍ଜ କରୁଛୁ, ତ ଆମେ କଣ କରିଥାନ୍ତେ, ଏଇ 5900 ଉପରେ 10% ଚାର୍ଜ କରିଥାନ୍ତେ। ତ ସେମିତି କହୁଛି କି ଯୋଉ ସବୁ ଆମର ଟ୍ରାଏଲ ବାଲାନ୍ସ ଦେଇଛି, ତାକୁ ଛାଡିକି ଆଉ ଯାହା ସବୁ ତଳେ ପଏଣ୍ଟ ୱାଇଜ ଦେଇଥିବ, ଏମିତି ଏଠି କ୍ଲୋଜିଂ ଷ୍ଟକ୍ ଦେଇଛି, ପଏଣ୍ଟ ୱାଇଜ ଦେଇଥିବ, କହିଥିବ କି ସେଇ ଅନୁସାରେ ତମେ ପ୍ରିପେୟାର କର। ତ ସେସବୁ ଆମର ଆଡଜଷ୍ଟମେଣ୍ଟ ଏଣ୍ଟ୍ରି ପଳେଇ ଆସିବ, କି ଆମେ ଆଡଜଷ୍ଟ କରିବା। କାରଣ ଅଲରେଡି ତ ଏଣ୍ଟ୍ରି ତ ହେଇଯାଇଛି, ଏଣ୍ଟ୍ରି ହେଇକି ତ ଆମର ଟ୍ରାଏଲ ବାଲାନ୍ସ ବାହାରିଲା। ତ ଯୋଉ ସବୁ ଆଡଜଷ୍ଟ କରିବା ପାଇଁ ତଳେ ଦେଇଥାଏ, ମାନେ କୋଶ୍ଚିନ ବିଲୋ ଦ କୋଶ୍ଚିନ ଦେଇଥାଏ, ଏମିତି କ୍ଲୋଜିଂ ଷ୍ଟକ୍ ଦେଇଛି, ସେ ସବୁ ଉପରେ ଆଡଜଷ୍ଟମେଣ୍ଟ ଏଣ୍ଟ୍ରି। ଯେମିତି କି ଦେଖ, ଆମେ ଏଠି ଏକ୍ସାମ୍ପଲ ପଢିଲେ, କ୍ଲୋଜିଂ ଷ୍ଟକ୍ ହଉ କି ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍ କି ପ୍ରିପେଡ୍ ଏକ୍ସପେନ୍ସେସ୍ ହଉ, ଏ ସବୁ ଦେଖ, ଏଇ ଅଲରେଡି ମୁଁ ତମକୁ ଚାରିଟା ବୁଝେଇ ସାରିଛି। ଆମେ ତ କ୍ଲୋଜିଂ ଷ୍ଟକ୍ ଜାଣିଲେ ଏବେ ବର୍ଷ ଏଣ୍ଡରେ ଯୋଉଟା କ୍ଲୋଜ, ମାନେ କ୍ଲୋଜିଂ ଆମାଉଣ୍ଟ ଯୋଉଟା ଆମର, କି ଯୋଉଟା ଷ୍ଟକ୍ କ୍ଲୋଜିଂ ଷ୍ଟକ୍ ରେ କେତେ ଅଛି, କାରଣ ସବୁ ତ ଆମର ସେଲ୍ସ ହେଇପାରିବନି ତମେ ଜାଣିଛ। ଆଉ ଯାହା ସବୁ ମାଲ ବଳିଯିବ ସେଟା ଆମର କ୍ଲୋଜିଂ ଷ୍ଟକ୍। ସେଟା ଯେ ନେକ୍ସଟ ଟା କଣ ହେଇଯିବ, ଓପନିଂ ଷ୍ଟକ୍। ତାପରେ ଆସିଲେ ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍ ଯାହା ବି ଅଛି, ଯାହା ବି ଏ ବର୍ଷର ଏକ୍ସପେନ୍ସେସ୍ ଗୋଟେ ପେମେଣ୍ଟ ହେଇନି, ସେଟା ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍। ପ୍ରିପେଡ୍ ଏକ୍ସପେନ୍ସେସ୍ କଣ କହୁଛି, ସେଟା ମାନେ ପୂର୍ବ, ମାନେ ଫ୍ୟୁଚର ଡେଟ ରେ ଆମେ ସେ ଏକ୍ସପେନ୍ସେସ୍ ଟା କରିବାର ଅଛି, ବଟ ମାନେ ସେଟା କଣ କରିବାର ଅଛି, ତ କିନ୍ତୁ ଆମେ ତାକୁ କହୁଛେ ଏବେଠୁ ପେମେଣ୍ଟ କରିଦେଇଛି। ସର୍ଭିସ ଟା ଫ୍ୟୁଚର ଡେଟ ରେ ପାଇବା, କିନ୍ତୁ ଏବେଠୁ ଆମେ ପେମେଣ୍ଟ କରିଦେଇଛେ। ମନେକର ଗୋଟେ ଘର ରେଣ୍ଟ ନେଇଛେ, ତାକୁ ଆମେ ଏ ମାସର 6 ମାସ, ଏ ବର୍ଷର 6 ମାସ, ଆଉ ନେକ୍ସଟ ଇୟର ର 6 ମାସ, ଏକାଥରେ ପଇସା ବର୍ଷ করে ଦେଇଦେଇଛେ। ବଟ ଆକ୍ଚୁଆଲି ଏ ବର୍ଷର କେତେ, 6 ମାସର। ତ ଏଇଟା କଣ କହିଲା, ପ୍ରିପେଡ୍ ଏକ୍ସପେନ୍ସେସ୍। ଆମେ ପ୍ରିପେଡ୍ କରିଦେଇଛେ ଅଲ ଏକ୍ସପେନ୍ସେସ୍ କୁ, ଯୋଉଟା କି ଆମେ ଏପର୍ଯ୍ୟନ୍ତ ଭିତରେ ସର୍ଭିସ ଟା ପାଇନି। ପ୍ରିପେଡ୍ ଏକ୍ସପେନ୍ସେସ୍ ସେଇଟା ହେଇଯାଉଛି। ତାପରେ ଆସିଲା ଆକ୍ରୁଡ୍ ଇନକମ୍। ଆକ୍ରୁଡ୍ ଇନକମ୍ କଣ, ଆମେ କିଛି ସର୍ଭିସ ଦେଇଛେ କିନ୍ତୁ ତାର ପଇସା ଟା ପାଇନେ, କିନ୍ତୁ ସର୍ଭିସ ଟା ଆମେ ଏଇ ବର୍ଷ ପ୍ରିପେୟାର କରିଛେ। ତ ଅବଭିୟସଲି କଣ ହବ ନା, ଇନକମ ଟା ବି ଏଇ ବର୍ଷ ଆମେ ରେକର୍ଡ କରିବା। ନେକ୍ସଟ ଇୟରରେ ରିସିଭ କର କିଛି ନାହିଁ, ତ ଯେହେତୁ ଇନକମ ଏଇ ବର୍ଷ, ଆମେ ଏଇ ବର୍ଷ ରେକର୍ଡ କରିବା। ତ ଇନକମ ରିସିଭଡ୍ ଇନ୍ ଆଡଭାନ୍ସ, ଏଇଟା କଣ ହଉଛି, ଗୋଟେ ଗୋଟେ କେସ ରେ କଣ ହଉଛି, ଆମକୁ କିଛି ଆଡଭାନ୍ସେସ୍ ମିଳିଯାଇଥାଏ କାମ କରିବା ପାଇଁ। ତ ଆମେ କାମ ଏପର୍ଯ୍ୟନ୍ତ ଆକ୍ଚୁଆଲି କରିନେ, ସର୍ଭିସ ପ୍ରୋଭାଇଡ କରିନେ, ବଟ ଆମେ କଣ କରୁଛେ, ପଇସା ଟା ଆଗୁଆ ରିସିଭ କରିଦେଇଛେ। ସେଇଟା ଗୋଟେ ୱାନ୍ ଟାଇପ ଅଫ ଆମର ଲାଇବିଲିଟି ଯାଉଛି, କି ଆମେ ଫ୍ୟୁଚର ଡେଟ ରେ ତ କିଛି ସର୍ଭିସ ଦବା। ତାପରେ ଆସିଲା ଡେପ୍ରିସିଏସନ, ଏମିତି କହିଲି ଏଠି ଟ୍ରାଏଲ ବାଲାନ୍ସ ରେ ଡାଇରେକ୍ଟ ଦେଇଥିଲା ଡେପ୍ରିସିଏସନ, ତମେ ଏତିକି ପକେଇ ନେଇଗଲ। ଯଦି ଡେପ୍ରିସିଏସନ ଦେଇଥାନ୍ତା କୋଶ୍ଚିନ୍ ତଳେ ଆଡଜଷ୍ଟମେଣ୍ଟ ଏଣ୍ଟ୍ରି କରିବା ପାଇଁ, କି ତମେ ମେସିନାରୀ ଉପରେ 10% ଡେପ୍ରିସିଏସନ କର, ତ ଯେତିକି ମେସିନାରୀ ଭ୍ୟାଲୁ ଥିବ ଆମେ 10% ତାକୁ କାଲକୁଲେଟ କରିବା, ତାର ଡେପ୍ରିସିଏସନ କେତେ ହଉଛି। ତାପରେ ଆମେ ପ୍ରଫିଟ୍ ଆଣ୍ଡ ଲସ୍ କୁ ଆମେ ସେ ଇଏ କରିବା, ପ୍ରଫିଟ୍ ଆଣ୍ଡ ଲସ୍ ତାକୁ ଶୋ କରିବା। ଓକେ, ତାପରେ ଆସିଲା ବ୍ୟାଡ ଡେପ୍ଟ। ଆମେ ଜାଣିଛେ ବ୍ୟାଡ ଡେପ୍ଟ ସେମିତି କଣ ହଉଛି ନା, ବ୍ୟାଡ ଡେପ୍ଟ ଯେତେବେଳେ ଆମେ କରୁଛେ, ଡେପ୍ଟର ମାନେ ଯେତେବେଳେ ପଇସା ଆମକୁ ଦେବେନି, ତ ଆମେ ତାକୁ ଆମେ କଣ କରିବା, ତାକୁ ଲସ୍ ଗୋଟେ ଟ୍ରିଟ କରିକି ପ୍ରଫିଟ୍ ଆଣ୍ଡ ଲସ୍ ରେ ତାକୁ ଶୋ କରୁଛେ। ଡେବିଟ କୁ ଚାର୍ଜ କରୁଛେ। ତ ବ୍ୟାଡ ଡେପ୍ଟ ସେଇଟା। ପ୍ରୋଭିଜନ ଫର ବ୍ୟାଡ ଡେପ୍ଟ, ଦେଖ ବ୍ୟାଡ ଡେପ୍ଟ ଆମେ ଅଲରେଡି କ୍ରିଏଟ କରିଛେ,
ଫର୍ଦର ପୁଣି ପ୍ରୋଭିଜନ କ୍ରିଏଟ କରୁଛେ କି ଆହୁରି ବି କିଛି ପଇସା ଆମକୁ ମିଳିବନି, ତ ସେଇଟା ହେଲା ଫର୍ଦର ଯୋଉଟା ଆମେ କ୍ରିଏଟ କରୁଛେ ପ୍ରୋଭିଜନ ଫର ବ୍ୟାଡ ଡେଟ୍। ତାପରେ ରିଜର୍ଭ ଫର ଡିସକାଉଣ୍ଟ ଅନ୍ କ୍ରେଡିଟର, ଡିସକାଉଣ୍ଟ ଅନ୍ କ୍ରେଡିଟର ଯୋଉମାନେ ଦଉଛନ୍ତି ତାପରେ ଯଦି କିଛି ରିଜର୍ଭ କରିବାର ଥିବ ସେଇଟା ବି ସେମିତି ଏଥିରେ ପଳେଇ ଆସିବ। ଓକେ। ତାପରେ ଆସିଲା ପ୍ରୋଭିଜନ ଫର ଡିସକାଉଣ୍ଟ ଅନ୍ ଡେଟର, ଯଦି ଆମେ ଡିସକାଉଣ୍ଟ ଯୋଉ ଆମ ଡେଟର ମାନଙ୍କୁ ଡିସକାଉଣ୍ଟ ଦଉଛେ ତ ତାପରେ କିଛି ପ୍ରୋଭିଜନ କ୍ରିଏଟ କରୁଛେ ସେଇଟା ବି ସେମିତି ପଳେଇ ଆସିବ। ଓକେ। ତାପରେ ଆସିଲା ଇଣ୍ଟରେଷ୍ଟ ଅନ୍ ଡ୍ରଇଂସ୍, ଯୋଉ ଆମର ଯିଏ ଆମର ଓନର ଯିଏ ସିଏ ଯାହା ବି କ୍ୟାସ୍ କି ଇନ କାଇଣ୍ଡ ଯାହା ବି ୱିଡ୍ର କରୁଥିଲା ଆମେ ତାକୁ ଡ୍ରଇଂସ୍ କହୁଥିଲେ, ତ ତାପରେ ସେ କିଛି ଇଣ୍ଟରେଷ୍ଟ ଦବ ଆମକୁ, ଆମଠୁ ପଇସା ନେଲା ତ ବିଜନେସ ପଇସାଟା ସେ ନେଲା, ତ ତାପରେ ଯାହା ଡ୍ରଇଂସ୍ ଉପରେ ଯେତିକି ପରସେଣ୍ଟ ଇଣ୍ଟରେଷ୍ଟ ଥିବ ସେଇଟା ବି ତାର ବି ସେଇଟା ଗୋଟେ ଆଡଜଷ୍ଟମେଣ୍ଟ ଏଣ୍ଟ୍ରି ପଳେଇ ଆସିବ, ସେଇଟା ବି ଦେଖିବା। ଓକେ। ତାପରେ ଇଣ୍ଟରେଷ୍ଟ ଅନ୍ କ୍ୟାପିଟାଲ, ଏଇଟା କଣ ହଉଛି, ପ୍ରଥମେ କହିଛି ଯେତେବେଳେ ଓନର ନିଜର କିଛି ପଇସା ଯଦି ବ୍ୟାଙ୍କରେ ରଖିଥାନ୍ତା କି କିଛି ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନରେ ସେ ଇନଭେଷ୍ଟ କରିଥାନ୍ତା ତ କଣ ମିଳିଥାନ୍ତା, ତାକୁ ଇଣ୍ଟରେଷ୍ଟ ମିଳିଥାନ୍ତା। ତ ଏଠି ବି ସେମିତି, ଯେହେତୁ ସେ ବିଜନେସ ରେ ପଇସା ଖର୍ଚ୍ଚ କରିଛି, ତାର ଖଟେଇଛି ଇନଭେଷ୍ଟ କରିଛି, ତ ତା ଏଇଟା ବି ତାର ଗୋଟେ ହକ୍ କି ସେ ବି ଇଣ୍ଟରେଷ୍ଟ ପାଇବ, ତ ଇଣ୍ଟରେଷ୍ଟ ଅନ୍ କ୍ୟାପିଟାଲ ତାକୁ ମିଳିବ। ଓକେ। ଏଇ ସବୁ ହେଲା ଆମର ଆଡଜଷ୍ଟମେଣ୍ଟ ଏଣ୍ଟ୍ରି। ଆମେ ଯୋଉଟା କଲେ ଏବେ ଯୋଉ କୋଶ୍ଚିନ୍ ଟା କଲେ ସେଇଟା କଣ ହେଉଛି, ଖାଲି କୋଶ୍ଚିନ୍ ଡାଇରେକ୍ଟ ଆମେ ଆଣିକି ଟ୍ରେଡିଂ କରିଦେଲେ, ପ୍ରଫିଟ ଆଣ୍ଡ ଲସ୍ କରିଦେଲେ, ତାପରେ ବାଲାନ୍ସ ସିଟ୍ ପ୍ରିପେୟାର କରିଦେଲେ। ଯଦି କୋଶ୍ଚିନ୍ ତମକୁ କିଛି ଆଡଜଷ୍ଟମେଣ୍ଟ ଏଣ୍ଟ୍ରି ବି ଥିବ, ଓକେ, ଏଇ ସବୁ ଆଡଜଷ୍ଟମେଣ୍ଟ ଏଣ୍ଟ୍ରି ବହୁତ ବହୁତ ଇମ୍ପୋର୍ଟାଣ୍ଟ, ଆଉ ତମ ମାନେ ସବୁ ମନେ ରଖିବା ଦରକାର କେମିତି ତାର ସବୁ ଟ୍ରିଟମେଣ୍ଟ କରୁଛେ। ତ ଦେଖ ଏଇ କୋଶ୍ଚିନ୍ ଟା ମୁଁ ଡିସ୍କସ କରୁଛି ତମକୁ ବି କହିଦଉଛି, କିନ୍ତୁ ଏଇ ସେମ କୋଶ୍ଚିନ୍ ଟା ଆମେ ନେକ୍ସଟ କ୍ଲାସରେ କଣ କରିବା, ଆମର ଗୋଟେ ଏକ୍ସେଲ କରିକି ମୁଁ ତମକୁ କେମିତି ପ୍ରିପେୟାର ହଉଛି ସେଇଟା ବୁଝେଇବି। ବାସ୍ ମୁଁ ଏବେ ଯେମିତି ଗୋଟେ କୋଶ୍ଚିନ୍ ଉପରେ ଯେମିତି କଲେ ଏଇଟା ସେମିତି କରୁଛି। ଓକେ। ତ ନେକ୍ସଟ କ୍ଲାସରେ କଣ କରିବା, ଆମେ ଗୋଟେ ଏକ୍ସେଲ ନେଇକି ଏସବୁ ମୁଁ ତୁମକୁ ଭଲସେ ଟିକେ କହିବି ତମେ ଜାଣିପାରିବ। ତ ଦେଖ କଣ ଲେଖା ହେଇଛି, from the following trial balance prepare trading and profit and loss account and balance sheet for the year ended 31st March 2023। 23 ସୁଦ୍ଧା ଆମେ କଣ କରିବା, ଆମେ ଗୋଟେ ଆମର ଷ୍ଟେଟମେଣ୍ଟ ପ୍ରିପେୟାର କରିବା, ଯୋଉଟା କି ଟ୍ରେଡିଂ କରିବା, ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ କରିବା ଆଉ ବାଲାନ୍ସ ସିଟ୍ କରିବା। ଓକେ। ତ ଦେଖ ଫାର୍ଷ୍ଟ ଆସିଲା ଆମର ଟ୍ରାଏଲ ବାଲାନ୍ସ ଦେଇଛି, ପରଚେଜ ଦେଇଛି 17,000, ଆଉ ଷ୍ଟକ୍ ଦେଇଛି 1/4/2 1/4/22ରେ। ତ ଆମେ ଆମର କେବେ ସରୁଛି, 31st March 2023 ରେ ସରୁଛି। ତ ଏଠି କେବେ ଷ୍ଟକ୍ ଟା କେବେ ଦେଇଛି, 1/4/22, ତ ଜାଣିଲ ଏଇଟା ଆମର ଓପନିଂ ଷ୍ଟକ୍। ତାପରେ ଆସିଲା କ୍ୟାଶ, କ୍ୟାଶ ଆମର କଣ ଗୋଟେ ବାଲାନ୍ସ ସିଟ୍ ଆଇଟମ, ବାଲାନ୍ସ ସିଟ୍ ର ଆସେଟ ରେ ଦେଖେଇବା। ଆଉ ବିଲ୍ଡିଂ ବି ଗୋଟେ ଆସେଟ, ତ ବାଲାନ୍ସ ସିଟ୍ ର ଆସେଟ ପଟେ ଦେଖେଇବା। ଏଇଠି ରହିଲା ସାଲାରୀ, ସାଲାରୀ ହେଲେ କଣ ହେଇଯିବ, ଆମର ପ୍ରଫିଟ ଆଣ୍ଡ ଲସ୍ ର ପ୍ରଫିଟ ଆଣ୍ଡ ଲସ୍ ଷ୍ଟେଟମେଣ୍ଟ ର ଡେବିଟ ସାଇଡ ରେ ଚାର୍ଜ କରିବା ତାକୁ। ତାପରେ ବିଲ୍ସ ରିସିଭେବଲ, ରିସିଭେବଲ ମିନ୍ସ କଣ, ଆମ ପାଇଁ ୱାନ୍ ଟାଇପ ଅଫ ଆସେଟ, ତ ବାଲାନ୍ସ ସିଟ୍ ର ଆସେଟ ପଟେ ଦେଖେଇବା। ଆଉ ଡେଟର, ଡେଟର ବି ଆମ ପାଇଁ ଗୋଟେ କଣ ୱାନ୍ ଟାଇପ ଅଫ ଇନକମ, ଆମର ଯେତେଠୁ ଆମେ ପଇସା ପାଇବାର ଅଛି ତାର ଓବ୍ଲିଗେସନ ଆମକୁ ପଇସା ପେମେଣ୍ଟ କରିବ, ତ ସେଇଟା ଆମେ ଆସେଟ ସାଇଡ ରେ ଦେଖେଇବା ବାଲାନ୍ସ ସିଟ୍ ର। ତାପରେ କ୍ୟାରେଜ ଆଣ୍ଡ ଫ୍ରେଟ୍, ଏଇଟା ଆମର କଣ ହଉଛି, ଏ ଯୋଉ ଲୋଡିଂ ଅନଲୋଡିଂ, ତ ଏଇଟା ଆମର ଟ୍ରେଡିଂ ଆକାଉଣ୍ଟ ରେ ଯିବ। ତାପରେ ରେଣ୍ଟ ଆଣ୍ଡ ରେଟ୍ସ, ଯେତେବେଳେ ରେଣ୍ଟ ଦଉଛେ କି ରେଟ୍ସ ମାନେ ଟ୍ୟାକ୍ସ ଫ୍ୟାକ୍ସ ଯାହା ଦଉଛେ, ତ ସେଇଟା ଆମର କଣ ଗୋଟେ ଇନଡାଇରେକ୍ଟ ଏକ୍ସପେନ୍ସେସ୍, ସେଇଟା କୋଉଥିରେ ଯିବ, ପ୍ରଫିଟ ଆଣ୍ଡ ଲସ୍ ରେ ଯିବ। ଓକେ। ଆଉ ତାପରେ ଆସିଲା ୱେଜେସ୍, ୱେଜେସ୍ ହେଲେ ତମେ ଜାଣିଛ ଟ୍ରେଡିଂ ଆକାଉଣ୍ଟ ରେ ଯିବ। ତାପରେ ଆସିଲା ଜେନେରାଲ ଏକ୍ସପେନ୍ସେସ୍, ଜେନେରାଲ ଏକ୍ସପେନ୍ସେସ୍ ଯାହାବି
ଖର୍ଚ୍ଚ ହଉଛି ସେଇଟା ଆମର କୋଉଥିରେ ଯିବ, ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ରେ ଯିବ, ଇନଡାଇରେକ୍ଟ ଏକ୍ସପେନ୍ସେସ୍। ଓକେ। ତ ଇନ୍ସୁରାନ୍ସ ବି ସେମିତି ପ୍ରଫିଟ ଆଣ୍ଡ ଲସ୍ ରେ ଯିବ। ତାପରେ ଆସିଲା ସେଲ୍ସ। ସେଲ୍ସ କ୍ରେଡିଟ ବାଲାନ୍ସ ଆମର ଗୋଟେ, ସେଲ୍ସ କୋଉଥିରେ ଯାଉଥିଲା, ଟ୍ରେଡିଂ ଆକାଉଣ୍ଟ ର କ୍ରେଡିଟ ସାଇଡ୍ ରେ ଯିବ ସେଲ୍ସ। ଆଉ ଡିସକାଉଣ୍ଟ କ୍ରେଡିଟ ସାଇଡ୍ ମାନେ ଦେଇଛି, ମାନେ ଆମେ ଡିସକାଉଣ୍ଟ ଟାକୁ ରିସିଭ୍ କରିଛେ, ୱାନ୍ ଟାଇପ୍ ଅଫ୍ ଇନକମ୍ ଆମର। ତ ଇନଡାଇରେକ୍ଟ ଇନକମ୍, ତ ପ୍ରଫିଟ ଆଣ୍ଡ ଲସ୍ ର କୋଉଥିରେ ଯିବ, ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ର କ୍ରେଡିଟ ସାଇଡ୍ ରେ ଯିବ। ତାପରେ ବିଲ୍ସ ପେବୁଲ ହେଲେ ସେମିତି ଆମକୁ ଯେମିତି ବିଲ୍ସ ରିସିଭେବଲ ଥିଲା, ଆମକୁ କିଛି ପାଇବାର ଥିଲା, ତ ଗୋଟେ ଆସେଟ। ସେମିତି ବିଲ୍ସ ପେବୁଲ ଆମକୁ କିଛି ଦବାର ଅଛି, ତ ଆମ ପାଇଁ ଗୋଟେ ଓବ୍ଲିଗେସନ, ଏଇଟା ୱାନ୍ ଟାଇପ୍ ଅଫ୍ ଲାଇବିଲିଟି। ଆମେ ଏଠି କୋଉଠି ଶୋ କରିବା, ବାଲାନ୍ସ ସିଟ୍ ର ଲାଇବିଲିଟି ସାଇଡ୍ ରେ ଶୋ କରିବା 900 ଟଙ୍କା। ତାପରେ ଆସିଲା କ୍ରେଡିଟର। ଯେମିତି ଡେଟର, ଆମେ ଯାହାଠୁ ପଇସା ପାଇବାର ଅଛି କ୍ରେଡିଟରେ ତାକୁ ସେଲ୍ କରୁଛେ, ସେମିତି କ୍ରେଡିଟର ହେଲେ ଆମେ ଯାହାଠୁ କିଛି ପରଚେଜ କରୁଛେ କ୍ରେଡିଟରେ। ଓକେ। ତ କ୍ରେଡିଟର 4000, ତ କୋଉଠି ନେବା, ବାଲାନ୍ସ ସିଟ୍ ର ଲାଇବିଲିଟି ସାଇଡ୍ ରେ ନବା। ତାପରେ ଆସିଲା କ୍ୟାପିଟାଲ। କ୍ୟାପିଟାଲ ଆମେ ଜାଣିଛୁ, କ୍ୟାପିଟାଲ ଆମର ହଉଛି କଣ, ଯୋଉଟା ଆମର ଓନର ମାନେ କଣ୍ଟ୍ରିବ୍ୟୁଟ କରିଛନ୍ତି ସେଇଟା ହେଲା ଆମର କ୍ୟାପିଟାଲ। ତ କ୍ୟାପିଟାଲ ଟା କୋଉଥିରେ ଯିବ, ବାଲାନ୍ସ ସିଟ୍ ର କ୍ରେଡିଟ ସାଇଡ୍ ପଟେ ଯିବ। ଓକେ। ଆଜ ଏ ଲାଇବିଲିଟି ଆମେ ତାକୁ କଣ, ଫ୍ୟୁଚର ଡେଟ୍ ରେ ଆମକୁ ଓନରକୁ ବି ପେମେଣ୍ଟ କରିବାର ଅଛି 13,000। ତାପରେ ଆସିଲା କମିଶନ। କମିଶନ କ୍ରେଡିଟ ସାଇଡ୍ ରେ ଦେଇଛି, ମିନ୍ସ ଆମର କିଛି କମିଶନ ଆମେ ରିସିଭ୍ କରିଛେ। ଯେତେବେଳେ କମିଶନ ରିସିଭ୍ କରିବା, ତ ଏଇଟା ଆମର ଗୋଟେ ଇନଡାଇରେକ୍ଟ ଇନକମ୍ ହେଇଯିବ। ତ ଇନଡାଇରେକ୍ଟ ଇନକମ୍ ହେଲେ ଆମକୁ କୋଉଥିରେ ଯିବ, ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ର କ୍ରେଡିଟ ସାଇଡ୍ ରେ ଯିବ। ଓକେ। ତାପରେ ଆସିଲା ଡିଭିଡେଣ୍ଡ। ଡିଭିଡେଣ୍ଡ କିନ୍ତୁ କହୁଛି, ଡିଭିଡେଣ୍ଡ ଟା କଣ, ଡିଭିଡେଣ୍ଡ ହଉଛି ଯେ ସେୟାର ଉପରେ ଆମେ ଯଦି କିଛି ବାହାର କମ୍ପାନୀରେ କିଛି ସେୟାରରେ ପଇସା ଇନଭେଷ୍ଟ କରିଥିବା, ତ ଇନ ରିଟର୍ନ ଆମକୁ ଯାହା ବି ସେଥିରୁ ସେୟାର ମିଳିବ ସେଇଟାକୁ ଆମେ ଡିଭିଡେଣ୍ଡ କହିବା। ଯେମିତି ଡିବେଞ୍ଚର ଆମେ କିଛି କିଣିଛି, ଆଉ ଡିବେଞ୍ଚର ରୁ ଆମେ ଗୋଟେ ପାଉଛେ, ସେଇଟା ଆମର ଇଣ୍ଟରେଷ୍ଟ। ତ ସେମିତି ଏଇଟା ହେଇଗଲା ଆମ ପାଇଁ ଡିଭିଡେଣ୍ଡ। ଡିଭିଡେଣ୍ଡ ପାଇଗଲେ ଆମେ କଣ କରିବା, ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ର କ୍ରେଡିଟ ସାଇଡ୍ ରେ ଶୋ କରିବା ଆଜ ଇନକମ୍। ଓକେ। ତାପରେ ଏଠି କିଛି ଆମର ଆଡଜଷ୍ଟିଂ ଏଣ୍ଟ୍ରି ଦେଇଛି, କିଛି ଭ୍ୟାଲୁ ଅଫ ଷ୍ଟକ୍ ଆଜ ଅନ୍ 31/3/23 ପହଞ୍ଚି 12,000। ତ 12,000 ହଉଛି ଆମର କ୍ଲୋଜିଂ ଷ୍ଟକ୍, ଜାଣିପାରିଲେ ଓପନିଂ ଷ୍ଟକ୍ ଏଇଟା। ଆଉ ଆମେ କୋଉଥର ଏଣ୍ଡ କରୁଛେ 23 ରେ, ତ 12,000 ଟା କ୍ଲୋଜିଂ ଷ୍ଟକ୍। ତାପରେ ୱେଜେସ୍ ଆଉଟଷ୍ଟାଣ୍ଡିଂ, ଯୋଉଟା ଆମର ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍ ଦେଖିଥିଲେ, ତ ଏଇଟାର ବି ଟ୍ରିଟମେଣ୍ଟ କରିବା କେମିତି, ଏଇ ବର୍ଷ ତାକୁ ବୁକ୍ କରିବା ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ରେ। 250, ୱେଜେସ୍ ଅଛି ମିନ୍ସ ଆମର ଟ୍ରେଡିଂ ର ଆଉଟଷ୍ଟାଣ୍ଡିଂ ୱେଜେସ୍ ରେ ଦେଖେଇବା, ମାନେ ଟ୍ରେଡିଂ ରେ ଯୋଉ ୱେଜେସ୍ ଅଛି ସେଇ ଆମାଉଣ୍ଟ ରେ ଆଡ୍ କରିବା 250। ତାପରେ ଇନ୍ସୁରାନ୍ସ ପେ କରାଯାଇଛି 31/5/23 ସୁଦ୍ଧା। ତ ଆମର ଏଣ୍ଡ କେବେ ହଉଛି, 31/3/23 ରେ। ତ 31/5 ସରିଛି, 31/5 ରୁ ଦିଆଯାଇଛି, ତାମାନେ 2 ମାସର ଆଡଭାନ୍ସ ଦିଆଯାଇଛି। ତ ଆମର କଣ ହଉଛି, ଆଡଭାନ୍ସ ପ୍ରିପେଡ୍ ଏକ୍ସପେନ୍ସେସ୍ ଆମର ଏଇଟା ହେଇଗଲା। ଓକେ। ତାପରେ ଆସିଲା କମିଶନ ଆକ୍ରୁଡ 1200। କମିଶନ ଟା ଆମେ ଆକ୍ରୁଡ କରିଛେ 1200, କିନ୍ତୁ ଆମେ ରିସିଭ୍ କରିନେ, ତ ଏଇଟା ବି ଗୋଟେ ହେଇଗଲା। ଆମେ କଣ କରିବା, ଏଇଟାକୁ ଆମର ଗୋଟେ ରିସିଭ୍ ଆକ୍ରୁଡ ଇନକମ୍ ଆମର ଗୋଟେ, ଯୋଉଟା କି ଆମେ ଅଲରେଡି ତାର ହକଦାର, କିନ୍ତୁ ଆମେ ପାଇନି। ଓକେ। ଏଇଟା ବି ଟ୍ରିଟମେଣ୍ଟ କରିବା। ତାପରେ ଡିଭିଡେଣ୍ଡ ରିସିଭ୍ ଇନ୍ ଆଡଭାନ୍ସ, 125 ଟଙ୍କା ଆମେ ଆଡଭାନ୍ସ ରିସିଭ୍ କରୁଛେ। ତ ଆମେ ଏପର୍ଯ୍ୟନ୍ତ ଆମର ଲାଇବିଲ୍ ହେଇନି, କିନ୍ତୁ ଆଡଭାନ୍ସ ରିସିଭ୍ କରୁଛେ। ଯେମିତି ଆଡଭାନ୍ସ ରିସିଭ୍ ଆମର ଥିଲା। ଓକେ। ଇନକମ୍ ରିସିଭ୍ ଇନ୍ ଆଡଭାନ୍ସ। ତ ଏଇ ସବୁ ଆମେ ନେକ୍ସଟ କ୍ଲାସରେ କଣ କରିବା, ମୁଁ ତମକୁ ଗୋଟେ ଏକ୍ସେଲ ରେ ବୁଝେଇବି। ତ ଏଇ ସବୁ କେମିତି ତାକୁ ଟ୍ରିଟମେଣ୍ଟ କେମିତି କରିବା। ଓକେ। ତ ତମର ମନେକର କିଛି ଡାଉଟ୍ ଅଛି ଯଦି ପଚାର, ନେକ୍ସଟ କ୍ଲାସରେ ମୁଁ ତମକୁ ବୁଝେଇବି। ତ ଥ୍ୟାଙ୍କ ୟୁ ଜଏନ୍ କରିଥିବାରୁ। ମୁଁ ଏଇଠି କ୍ଲାସକୁ ଏଣ୍ଡ କରୁଛି।